ଏବେ ଏବେ ଆସିଲା ବଡ଼ ଖୁସି ଖବର ଆସନ୍ତା ମାସରେ ମିଳିବ 3000 ଟଙ୍କା ଭତ୍ତା ରାଶି। ଏହା କ'ଣ ସତ? ତେବେ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଅପଡେଟ୍ ବିଷୟରେ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ତ ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁମାନେ 60 ବର୍ଷର ଉର୍ଦ୍ଧ୍ୱ ହେଉଛନ୍ତି, ସେ ବିଧବା ହୁଅନ୍ତୁ କିମ୍ବା ସେ ଦିବ୍ୟାଙ୍ଗ ହୁଅନ୍ତୁ କିମ୍ବା ସେ ବୃଦ୍ଧ ହୁଅନ୍ତୁ, ସମସ୍ତେ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ ସବୁକିଛି ଟିକିନିକ୍ ଖବର। ଠିକ୍ ଅଛି। ତ କେଉଁ ଦିନ ମିଳିବ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି? ଓଲ୍ଡ ଏଜ୍ ପେନ୍ସନ୍ বা ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା, ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧିକୁ ନେଇକି ବର୍ତ୍ତମାନ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ତେବେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ, ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ ଦର୍ଶକ ବନ୍ଧୁ, ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ରରେ ଇଲେକ୍ସନ୍ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ କି ଯଦି ତାଙ୍କ ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କା 3000 ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯିବ। ତ ସର୍ବନିମ୍ନ ମାନେ ତ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ ଯେ ସେ 60 ବର୍ଷର ବୃଦ୍ଧା ହେଉ କିମ୍ବା କିନ୍ନର ଭତ୍ତା ହେଉ, ବିଧବା ଭତ୍ତା ହେଉ ଅବା ଦିବ୍ୟାଙ୍ଗ ଭତ୍ତା ହେଉ, ଏହିସବୁ ଭତ୍ତା 3000 ଟଙ୍କା ସରକାର ଦେବାକୁ ଯାଉଛନ୍ତି। ତେବେ ସରକାର ଗଢ଼ିବାରେ ଅଲରେଡ଼ି 2 ବର୍ଷ ବିତିଗଲାଣି। ଆପଣମାନେ ତ ଏବେ ଯାଏଁ ଅପେକ୍ଷା କରି ରହିଛନ୍ତି। ପ୍ରଥମ ବଜେଟ୍ ଅଧିବେଶନ ହୋଇଥିଲା ଯେତେବେଳେ ଆପଣମାନେ ଅପେକ୍ଷା କରି ରହିଥିଲେ ଯେ 3000 ଟଙ୍କା ଭତ୍ତା ରାଶି ଦେଇଦେବେ ସରକାର ବର୍ତ୍ତମାନ, କିନ୍ତୁ 3000 ଟଙ୍କା ଭତ୍ତା ରାଶି ସରକାର ପ୍ରଥମ ବଜେଟ୍ ଅଧିବେଶନରେ ସରକାର କିଛି ବି ଲାଗୁ କଲେ ନାହିଁ, ଯାହାଫଳରେ ଆପଣମାନେ ଅସନ୍ତୁଷ୍ଟ ପ୍ରକାଶ କଲେ, ତା ସହିତ ଦାବି ଆନ୍ଦୋଳନ ମଧ୍ୟ କଲେ। ଠିକ୍ ଅଛି। ତଥାପି ସରକାର ଶୁଣିଲେ ନାହିଁ। ଠିକ୍ ଅଛି। ତାପରେ ଆପଣମାନେ ଏବେ ଯେଉଁ ଗଲା ଏବେ 2026 ଫେବୃଆରୀ 20ରେ କ'ଣ ଅଧିବେଶନ ହେଇଥିଲା, ଦ୍ୱିତୀୟ ବଜେଟ୍ ଅଧିବେଶନ ହେଇଥିଲା। ଠିକ୍ ଅଛି। ତ ଆପଣମାନେ ପୁଣି ଥରେ ଭାବିଲେ ଯେ ଏଇଥର ପାର ହେଇଯିବ ଆପଣମାନଙ୍କର 3000 ଟଙ୍କା ଭତ୍ତା ରାଶି, ସରକାର ଆପଣମାନଙ୍କର 3000 ଟଙ୍କା ଭତ୍ତା ରାଶି କରିଦେବେ। ଯାହା ଆଗରେ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତି ସରକାର ବର୍ତ୍ତମାନ ପାଳନ କରିବେ, କିନ୍ତୁ ସେୟା ମଧ୍ୟ ହେଲା ନାହିଁ। ଠିକ୍ ଅଛି। ତ 3000 ଟଙ୍କା ଭତ୍ତା ରାଶି ଆପଣମାନଙ୍କୁ ମିଳିଲା ନାହିଁ। ତେବେ ଦର୍ଶନ୍ତୁ ଆଗକୁ ଆପଣମାନଙ୍କୁ ଗୋଟେ ଖୁସି ଖବର ମିଳିବାକୁ ଯାଉଛି। ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିବ। କାହିଁକି ମିଳିବ, କ'ଣ ରିଜନ୍ ରହିଛି, ମୁଁ ଆପଣମାନଙ୍କୁ ବର୍ତ୍ତମାନ ଏବେ କହିବାକୁ ଯାଉଛି। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତେବେ ଦ୍ୱିତୀୟ ବଜେଟ୍ ଅଧିବେଶନରେ ସେଇମାନଙ୍କର ଲାଗୁ କରାଗଲା ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ 3500 ଟଙ୍କା ସରକାର ଦେଇଦେଲେ। ତେବେ ଏହାକୁ ନେଇ ବହୁତ ବାଦ ବିବାଦ ମଧ୍ୟ ଆପଣମାନେ କଲେ, ଅନେକ ସମୟରେ ଆନ୍ଦୋଳନ ମଧ୍ୟ କଲେ, ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସରକାରଙ୍କୁ ଅନୁରୋଧ କରାଗଲା, କିନ୍ତୁ ତଥାପି ତାହା ସଫଳ ହୋଇପାରିଲା ନାହିଁ। ସରକାର ସେଇ 1000 ଟଙ୍କା ହିଁ ଏବେ ଯାଏଁ ପ୍ରଦାନ କରୁଛନ୍ତି। ଯେତେବେଳଠୁ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ଆପଣମାନଙ୍କର ରହିଥିଲା କ'ଣ ଶ୍ରୀ ନବୀନ ପଟ୍ଟନାୟକ, ସେତେବେଳଠୁ ଏବେ ଯାଏଁ କ'ଣ ସେଇ 1000 ଟଙ୍କାରେ ହିଁ ଚଳିବାକୁ ପଡ଼ୁଛି। ଆଉ ଆପଣମାନେ ତ ଜାଣିଥିବେ 1000 ଟଙ୍କାରେ ଆଜିକାଲି ବହୁତ କଷ୍ଟ ଚଳିବାରେ, ଗୋଟେ ସେ ବିଧବା ମହିଳା ହୁଅନ୍ତୁ କିମ୍ବା ସେ ଦିବ୍ୟାଙ୍ଗ ହୁଅନ୍ତୁ କିମ୍ବା ସେ କ'ଣ ନା ଗୋଟେ ବୃଦ୍ଧା ହୁଅନ୍ତୁ, ସେମାନେ ଚଳିବାରେ ବହୁତ କଷ୍ଟ ହେଉଛନ୍ତି। ଆପଣମାନେ ତ ନିଶ୍ଚିତ ଭାବରେ ଜାଣିଥିବେ। ଠିକ୍ ଅଛି। ଆଜିକାଲି ଆଉ 1000 ଟଙ୍କାରେ ଆଉ କିଛି ଚଳି ହେଉନି। ଠିକ୍ ଅଛି। ତ ସେଥିପାଇଁ ବୋଲି ସରକାର 3000 ଟଙ୍କା ଭତ୍ତା ରାଶି କରିବେ ବୋଲି କହୁଥିଲେ, କିନ୍ତୁ ତାହା କରିପାରିଲେ ନାହିଁ। ବର୍ତ୍ତମାନ ସେମାନେ 3000 ଟଙ୍କା ଭତ୍ତା ରାଶି କରିବାକୁ ଯାଉଛନ୍ତି। କାହିଁକି ଯାଉଛନ୍ତି ନା ଆଗକୁ ଯେହେତୁ ଇଲେକ୍ସନ୍ ଆସୁଛି, ଆଉ ଏହି ଇଲେକ୍ସନ୍କୁ ଦୃଷ୍ଟିରେ ରଖିବେ ରାଜ୍ୟ ସରକାର ଆପଣମାନଙ୍କର 3000 ଟଙ୍କା ଭତ୍ତା ରାଶି ଯେକୌଣସି ସମୟରେ ଆପଣମାନଙ୍କୁ ଦେଇଦେବେ। କୁହାଯାଇପାରେ ଆସନ୍ତା ମାସରେ ମଧ୍ୟ 3000 ଟଙ୍କା ଭତ୍ତା ରାଶି ମିଳିପାରେ। ଠିକ୍ ଅଛି। ଆସନ୍ତା ମାସରେ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ ତାର ମୁଖ୍ୟ କାରଣ ହେଉଛି ପଞ୍ଚାୟତ ଇଲେକ୍ସନ୍, ତା ସହିତ ରହିଛି ଆଉ ଗୋଟେ ଇଲେକ୍ସନ୍ ପୌର ଇଲେକ୍ସନ୍। ଠିକ୍ ଅଛି। এই ଦୁଇଟା ଇଲେକ୍ସନ୍ ଯୋଗୁଁ ଆପଣମାନେ 3000 ଟଙ୍କା ଭତ୍ତା ରାଶି ପାଇବେ। ବିଜେପି ଯେତେବେଳେ ନିର୍ବାଚନୀ ମଇଦାନରେ ଥିଲା ସେତେବେଳେ ଘୋଷଣା କରିଥିଲେ କ'ଣ ନା ସର୍ବନିମ୍ନ ଭତ୍ତା ଟଙ୍କା 3000 ଲେଖାଏଁ କରିଦିଆଯିବ। ସାମାଜିକ ସୁରକ୍ଷା ଆଇନ ଅଧୀନରେ ଯେଉଁମାନେ ବି ଭତ୍ତା ପାଉଥିବେ ଆଉ 1000 ଟଙ୍କା ନୁହେଁ 3 ଗୁଣ ବଢ଼ାଯାଇକି ତାହା 3000 ଟଙ୍କା ଲେଖାଏଁ ହେଇଯିବ। କିନ୍ତୁ ବିରୋଧୀ ଦଳମାନେ ଯେତେବେଳେ କହୁଥିଲେ ଯେ ନା କ'ଣ, ସେତେବେଳେ କହୁଥିଲେ ଯେ ବାରମ୍ବାର କହୁଥିଲେ କ'ଣ ନା ସରକାର ଏହା କେବେ ଲାଗୁ କରିପାରିବେ ନାହିଁ, ସେମାନେ କେବଳ କ୍ଷମତାକୁ ଆସିବାକୁ ହିଁ ଏହି ଯୋଜନା କରିଛନ୍ତି ଆଉ ଆପଣମାନଙ୍କୁ ଲୋଭ ଦେଖାଉଛନ୍ତି। ଠିକ୍ ଅଛି। ଏମାନଙ୍କୁ କ'ଣ ବୃଦ୍ଧା ହେଉ, ସେ ଦିବ୍ୟାଙ୍ଗ ହେଉ କିମ୍ବା ସେ ବିଧବା ହେଉ, ଏମାନଙ୍କୁ କ'ଣ ନା କେବଳ ଲୋଭ ହିଁ ଦେଖାଉଛନ୍ତି ସରକାର। ଆଉ ସେୟା ମଧ୍ୟ ଆପଣମାନେ ତ ଜାଣିଥିବେ ବର୍ତ୍ତମାନ ଏବେ ଯାଇ ସତ ହେବାକୁ କ'ଣ ସେଇ ବିରୋଧୀମାନେ ଯାହା କହିଥିଲେ ତାହା ମଧ୍ୟ ବର୍ତ୍ତମାନ ସତ ହିଁ ହେଉଛି। ଠିକ୍ ଅଛି। ତ ଆପଣ ତ ନିଶ୍ଚିତ ଭାବରେ ଜାଣିଥିବେ
देखु 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 आपण मानकर 2.5 वर्ष बीती गलानी आपण माने एबे जाई 3000 टंका भत्ता राशि पाई नाहंती। ठीक अछि ऑफिशियल अनाउंसमेंट मध्य हेई नाही वर्तमान पर्यंत। तो आग को जेहेतु दुईटा इलेक्शन आसुची ए दुईटा इलेक्शन को सरकार प्रबल मात्रा दृष्टि रखिबे कहीं सेमानक पई बहुत वर्तमान एबे चाप मध्य सृष्टि होईची बहुत आंदोलन मध्य होईची। ठीक अछि तो सरकार सेते बेले एक्टिव थांती जेते बेले पाखे आस्ताय गोटे इलेक्शन। ठीक अछि जदि गोटे इलेक्शन आसे ताले सरकार कोन बहुत एक्टिव थांती आउ सेते बेले सेमाने कोन करंती ना योजना गुडी को जेतिके योजना गुडी को रहिची सेमाने कोन कर दियंती ना लागू कर दियंती जहा फल सेमानकर फायदा हे जाय। ठीक अछि तो आशा करा जाउची जे आपण मानकर रहिची जो आसंता मास माने कोन आ 2-4-5 मास भितरे कोन आपण मानकर हेबा को जाउची पंचायत इलेक्शन आ ए पंचायत इलेक्शन पूर्व ही आपण मानकू 3000 टंका भत्ता राशि सरकार दे देबे। ठीक अछि आम ओडिसा रे जेहेतु दुईटा आसुची निर्वाचन आ ए निर्वाचन को सरकार प्रबल मात्रा दृष्टि रखिबे आपण मानकर रहिची 3000 भत्ता राशि से 3000 टंका भत्ता राशि कोन आपण मानकू दे देबे नचत से माने कोन बहुत प्रॉब्लम पड़े बा जो रही आपण मानकर सेमानकर जो रही भोट से मानकर जो भोट रही कौन हम ना विरोधी मानक पलैब आपण मैंने जहाँ आपण मान तो जब 3000 टंका भत्ता राशि देवेनि जहाँ प्रतिश्रुति देते प्रतिश्रुति जदि सरकार पालन करेंगे ना ताले आपण मैंने निश्चित भाव में कौन विरोधी मानक देदेवे। ठीक अच्छे तो सरकार आउ से भूल करेंगे ना आपण मानकर रही 3000 टंका भत्ता राशि से 3000 टंका भत्ता राशि आपण मानक देदेवे निश्चित भाव देवे। ठीक अच्छे दशंधु एवं जो बजेट अधिवेशन आउ गोटे कथा कहला ना जो मैंने 6 लाख हिताधिकारी बाद पड़ जाते मृत्यु दशा जाते से बर्तमान एवं सरकार कौन करेंगे ना से भी 3000 टंका भत्ता राशि हो कि जहाँ आपण भत्ता राशि रही समस्त को देवाक से प्रतिश्रुति देते। ठीक अच्छे तो आपण मिल ता सहित। ठीक अच्छे तो दशंधु बर्तमान आम ओडिशा रे पंचायत इलेक्शन पौर निर्वाचन दुईटी निर्वाचन अच्छी से निर्वाचन रे केवल ना केवल वार्ड मेंबर नहीं से निर्वाचन रे हजार हजार वार्ड मेंबर हजार हजार सरपंच हजार हजार काउंसिलर एवं हजार हजार जिला परिषद प्रार्थी एमएलए मंत्री माने मध्य निर्वाचन लड़िबे से बोलिकी ना सरकार को स्ट्रांगली लोकों पाखे पहुँचबार अच्छी आ स्ट्रांगली केमिति पहुँचे दर्शक बंधु जदि से प्रतिश्रुति गुड़ाक कौन से पूरण करेंगे नहेले ओल्टा लोके से विरोध करेंगे आउ से एगेन्स्ट रे भोट पड़ेब। ठीक अच्छे आ सरकार ताहा केबे हेबाकू देबे नहीं तेबे आग को जेहेतु पंचायत इलेक्शन बा पंचायत निर्वाचन अच्छी आउ गोटे रही कौन पौर निर्वाचन ये दुईटा को सरकार कौन करेंगे प्रबल दृष्टि रे रखिए। ठीक अच्छे आपण जो रही 3000 टंका भत्ता राशि से 3000 टंका भत्ता राशि आपण मानकू ठीक समय रे देदेवे। ठीक अच्छे तो जेहेतु आपण वर्तमान पर्यंत ऑफिशियल अनाउंसमेंट होई नहीं तो से आपण माने टेंशन मध्य होउतले। ठीक अच्छे तो मु आपण मानकू कहि रखुची कि आपण मानकू खूब शीघ्र मिलबा को जाउची 3000 टंका भत्ता राशि खूब शीघ्र आपण मानकर ऑफिशियल अनाउंसमेंट मध्य होई जिवो। ठीक अच्छे तो से केवल आपण मानकू धैर्य रखा पड़ो जेहेतु सरकार आगरू कही जहाँ ताहा प्रतिश्रुति पालन अक्षर रे करेंगे। ठीक अच्छे।